ସ୍କୁଲ ରେ ଛାତ୍ରୀଙ୍କୁ ତାଲା ପକାଇ ପଳାଇଲେ ଶିକ୍ଷକ, 3 ଘଣ୍ଟା ପରେ ଉଦ୍ଧାର। ରଣପୁର ନିକଟ ମଝିଆଖଣ୍ଡ ରଘୁନାଥ ନୋଡାଲ ହାଇସ୍କୁଲର ଜଣେ 10ମ ଶ୍ରେଣୀ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିବାରୁ ଶ୍ରେଣୀଗୃହ ମଧ୍ୟରେ ଶୋଇପଡ଼ିଥିଲେ। ସ୍କୁଲ ଛୁଟି ହେବାରୁ ଛାତ୍ରଛାତ୍ରୀମାନେ ଚାଲି ଯାଇଥିବା ବେଳେ କର୍ମଚାରୀମାନେ ଶ୍ରେଣୀଗୃହ ବନ୍ଦ କରି ଗେଟ୍ ତାଲା ପକାଇ ଘରକୁ ଯାଇଥିଲେ। ପିଲାଟିର ନିଦ ଭାଙ୍ଗିବା ପରେ କବାଟ ଝରକା ବନ୍ଦ ହୋଇଥିବା ଦେଖି କବାଟ ଖୋଲ ବୋଲି ଡାକ ଛାଡ଼ିଥିଲା, ହେଲେ କେହି ଶୁଣି ନଥିଲେ। ଦୀର୍ଘ 3 ଘଣ୍ଟା ଧରି କାନ୍ଦ ବୋବାଳି କରି ଡାକ ଛାଡ଼ୁଥିବା ବେଳେ ସେହି ବାଟ ଦେଇ ଯାଉଥିବା ପିଲାମାନେ କାନ୍ଦ ଶୁଣି ଆଖପାଖରେ ଲୋକମାନଙ୍କୁ ଡାକିବାରେ ସେମାନେ ଆସି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ପରେ ସେମାନେ ଆସି ଶ୍ରେଣୀଗୃହ ଖୋଲି ପିଲାଟିକୁ ଉଦ୍ଧାର କଲେ। ଶନିବାର ସକାଳ ପଢ଼ା ଥିବାରୁ ସ୍କୁଲ ପୂର୍ବାହ୍ନ 11ଟାରେ ଛୁଟି ହୋଇଯାଇଥିବା ବେଳେ ଛାତ୍ରୀ ଜଣକ 3 ଘଣ୍ଟାର ସଂଘର୍ଷ ପରେ ଉଦ୍ଧାର ପାଇ ଘରକୁ ଫେରିଥିବା ସୂଚନା ମିଳିଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି।